ପାଟଣାରେ ଚୋରି ବୃଦ୍ଧି ପୁଲିସ ନିଷ୍କ୍ରିୟ। ପାଟନା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚୋରି ଘଟଣା ପାଟନା ଥାନା ଅଞ୍ଚଳରେ ଏବେ ନୀତିଦିନିଆ ହୋଇଯାଇଛି। ଚୋରମାନେ ପୁଲିସକୁ ଖାତିର ନ କରି ନିର୍ଭୟରେ ଯେଉଁଠି ଚାହୁଁଛନ୍ତି ସେଠାରେ ଚୋରି କରୁଛନ୍ତି। ପୁଲିସ କେବଳ ଦେଖଣା ହାରି ସାରିଛି। ଏକ ମାସ ମଧ୍ୟରେ 4ରୁ 5ଟି ଚୋରି ଘଟଣା ପାଟନା ବଜାରରେ ହିଁ ହୋଇଛି। ଚୋରି ଘଟଣାରେ ଚୋରମାନଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି। ଏହି ସବୁ ଘଟଣାରୁ ପାଟନା ପୁଲିସର ପାରିଆ ପୁଣି ଆପଦାରେ ପଡ଼ିଛି। ଘଟଣାକ୍ରମରେ ଗତକାଲି ବିଳମ୍ବିତ ରାତିରେ ପାଟନା ବଜାର ମଧ୍ୟରେ ଥିବା ଯଦୁମଣି ଶତପଥୀଙ୍କ ପାନ ଦୋକାନରୁ ଚୋରି ହୋଇଛି। ଦୋକାନରେ ଥିବା ଦାମିକା ବିସ୍କୁଟ, ତେଲ ସହ ଖୁଚୁରା ପଇସା 7,000 ଊର୍ଦ୍ଧ୍ୱ ଟଙ୍କା ଚୋରମାନେ କେବିନ୍ ପଛପଟୁ ତାଡ଼ି ନେଇଥିବା ଯଦୁମଣି ଥାନାରେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ ସପ୍ତାହକ ତଳେ 3ଟି ଦୋକାନରୁ ଚୋରମାନେ ଚୋରି କରିଥିଲେ। ଦିନକୁ ଦିନ ଚୋରି ଘଟଣା ବଢ଼ୁଥିବା ବେଳେ ପୁଲିସ ଗୋଟିଏ ବି ଘଟଣାରେ ପର୍ଦ୍ଦାଫାଶ କରିପାରି ନାହିଁ। ପାଟନା ବଜାରରେ ବ୍ୟବସାୟୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଦୃଷ୍ଟି ଦେବା ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।